बाप पुओं बेकरे छुरी बंधुक लगाई लुट दुर्बृत्त लुटि नेले 22 लाख टंका सह सुना अलंकार भद्रक ग्रामांचल थाना आंभरोली पंचायत रे अभावनीय घटना राति अधिया घर भितरे पशि कलाकना बुलाइले दुर्बृत्त 7 रु 8 जन मुखापिंधा चोर छुरी बंधुक देखाई लुटि नेले सुना अलंकार कुहाଯାଉଛି ଯେହେତୁ ଗ୍ରୀଷ୍ମ ପ୍ରଭାବ ଲାଗି ରହିଛି ଏବଂ ସେଥିପାଇଁ ଏଇ ଯୋଉ ଘଟଣାଟି ଘଟିଛି ରାତି 9:40 କି 10ଟା ଭିତରେ ଘଟିଛି ଯାହା ସୂଚନା ମିଳୁଛି। ତେବେ ଏ ଯୋଉ କୁହାଯାଉଛି ଯେହେତୁ ବାପା ମା ଆଉ ପୁଅ ଗ୍ରୀଷ୍ମ ପ୍ରଭାବ ପାଇଁ ରାତ୍ରି ସମୟରେ ବାହାରେ ଖାଉଥିଲେ ଏବଂ ଖାଇବା ସମୟରେ 3 ଜଣ ଦୁର୍ବୃତ୍ତ ପ୍ରଥମେ ପଶିଥିଲେ ଯାହା ସନ୍ଦେହ କରୁଥିଲେ କିଛି ପାଣି ମାଗିଥିଲେ ଏବଂ ସେମାନେ ଘର ଭିତରକୁ ପଶୁଥିଲେ ଏବଂ ପରିବାର ଲୋକମାନେ ସନ୍ଦେହ ହେବାରୁ ସାଙ୍ଗେ ସାଙ୍ଗେ ଯିଏ ଥିଲେ ସେ ଦୌଡ଼ିକି ଗାଁ ଭିତରକୁ ଯାଉଥିଲେ ଏବଂ ତାକୁ ମଧ୍ୟ ଅଲଗା ଯୋଉ ଦୁର୍ବୃତ୍ତ ମଧ୍ୟ ଥିଲେ ସେମାନେ କାବୁ କରିଥିଲେ ଏବଂ ସମସ୍ତଙ୍କୁ ପାଖାପାଖି ପଛପଟରୁ ପୁଣି 4 ଜଣ ଉଭୟ ମିଶିକି 7 ରୁ 8 ଜଣ ଦୁର୍ବୃତ୍ତ ମାନେ ସାଙ୍ଗେ ସାଙ୍ଗେ ଘର ଭିତରକୁ ପଶିଥିଲେ ଏବଂ ଯଦି ଦେଖିବେ ଏଇ ଘର ଭିତରେ ପଶିବା ଫଳରେ ସାଙ୍ଗେ ସାଙ୍ଗେ ବନ୍ଧୁକ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଏବଂ ପୁଅକୁ ଛୁରୀ ଲଗାଇଥିଲେ।